Hey guys, welcome to Dodo classes. The last class रे हमें जमती देखते ले historical background विषय रे पढ़ुଥିଲେ हमें, right? तो हमें company rule जोड़ा थिला 1773 ରୁ 1853 ସେଥିରେ ଯାହା ବି charter act ଥିଲା ଆମେ ସେଟା ସାରି ଦେଇଥିଲେ। ଆଉ ଏଇ ଭିडिଓରେ ଆମେ ବେସିକଲି ଯାହା ବି ଆମେ crown rule କହୁଛନ୍ତି 1858 ରୁ 1947 ତା ଭିତରେ ଯାହା ଯାହା charter act କି ଯାହା ବି act ଆସିଥିଲା ସେଇଟା ଆମେ ସାରିଦବା। ଦେନ୍ ଆମର historical background जो chapter ଅଛି ସେଟା ଖତମ। ओके, ट्राए करिबी विदिन 30 मिनिट्स सारिया ପାଇଁ। ଆଉ ତାପରେ ଆମେ ଏଇଟା ସରିଲା ପରେ ଏଇ ଚାପ୍ଟର ସରିଯିବ, ଦେନ୍ ଆମେ ନୂଆ ଚାପ୍ଟର ଗୋଟେ ଷ୍ଟାର୍ଟ କରିବା ନେକ୍ସଟ ଭିଡ଼ିଓରେ। ଓକେ, ଆଚ୍ଛା, 1857 ରେ ସମସ୍ତେ ଜାଣିଛନ୍ତି କ'ଣ ହେଇଥିଲା? ଏମିତି ଗୋଟେ କିଛି ହେଇଥିଲା ଯୋଉଟାକି ଇଣ୍ଡିଆରେ ବହୁତ କିଛି ଚେଞ୍ଜ କରିଦେଲା, ହଁ କି ନାହିଁ? ସିପାହୀ ମ୍ୟୁଟିନି ଯୋଉ କହୁଛନ୍ତି ଆମେ। ମଙ୍ଗଲ ପାଣ୍ଡେଙ୍କର ଡେଥ୍ ହେଇଗଲା, ସେ ଶହୀଦ ହେଇଗଲେ। ରାଣୀ ଲକ୍ଷ୍ମୀବାଇ ବି ଶହୀଦ ହେଇଗଲେ। ବହୁତ ଜାଗାରେ ବିଦ୍ରୋହ ହଉଥିଲା। ତ ବିଦ୍ରୋହୀ ମାନେ କ'ଣ କଲେ? ବାହାଦୁର ଶାହ ଜଫର ସେକେଣ୍ଡ ଯୋଉ ଥିଲେ ତାଙ୍କୁ ନେଇକି ଦିଲ୍ଲୀରେ ବସେଇଦେଲେ। ସେ ବିଚରା ବୁଢା ଲୋକ, ଲିଟରାଲ ସେନ୍ସରେ କହୁଛି, ସିଏ ବ୍ରିଟିଶ ପେନସନରେ ବଞ୍ଚୁଥିଲେ ଆଉ ତାଙ୍କୁ ନେଇକି ସାନେ ହିନ୍ଦୁସ୍ତାନ ବନେଇଦେଲେ। ତ ବ୍ରିଟିଶ ମାନେ ଦେଖିଲେ, ଆରେ ଇଏ କ'ଣ ଚାଲିଛି, ସବୁ ତ ଠିକ ଠାକ ଚାଲିଥିଲା, ପୁଣି କ'ଣ ଷ୍ଟାର୍ଟ ହେଇଗଲା? ତ ସେମାନେ କ'ଣ କଲେ? ହ୍ୟୁ ରୋଜ ଆଉ ହେକ୍ଟର ମୁନରୋ ଭଳିଆ ଲୋକଙ୍କୁ ପଠେଇଲେ, ଯିଏକି ମ୍ୟୁଟିନିକୁ ପୁରା ଦବେଇ ଦେଲେ। ଓକେ, ଆଉ ଯେତେ ଲୋକ ଥିଲେ, ଯେତେ କ୍ରାନ୍ତିକାରୀ ଥିଲେ, କାହାକୁ ଜେଲ ପଠେଇଦେଲେ, କାହାକୁ ଫାଶୀ ଦେଇଦେଲେ, କାହାକୁ ତୋପରେ ଉଡେଇଦେଲେ, ଆଉ ବାହାଦୁର ଶାହ ଜଫର ସେକେଣ୍ଡକୁ ତ ବର୍ମା ପଠେଇଦେଲେ, ମାନେ ମିଆଁମାର ପଠେଇଦେଲେ। ସେଠି ତାଙ୍କୁ ଜେଲରେ ରଖିଲେ ଆଉ ତାଙ୍କର ସେଠି ଡେଥ୍ ହେଇଗଲା। ତାଙ୍କର ଯୋଉ ପୁଅ ଥିଲେ, ଯିଏ ବି ଥିଲେ, ତାଙ୍କୁ ବି ମାରିଦେଲେ। ତ ବ୍ରିଟିଶ କହିଲେ ଆଉ ଇଣ୍ଡିଆରେ କିଛି ମୁଗଲ ଡାଇନେଷ୍ଟି ଚଳିବନି, अब राज तेरा भाई करेगा। ठीक अच्छे, कहले आउ नहीं, सरीगला तमर, खत्म। तो 57 रे जो म्यूटिनी हैला, तापरे 58 रे गोटे गवर्नमेंट ऑफ इंडिया एक्ट आसला। तो ये एक्ट रे ब्रिटिश वाला कहले कि आमे सब इश्यू रिजॉल्व कर दबु जहाँ जो तमर 57 रो म्यूटिनी हेतला। अब आमे एटा गुड गवर्नमेंट पाई गोटे एक्ट आनिबु। ठीक अछि, तो आसीगला आपनकर गवर्नमेंट ऑफ इंडिया एक्ट ऑफ 1858। तो यार फर्स्ट कौन है कि जो गवर्नर जनरल थिला तार डेजिग्नेशन चेंज कर देगी कराएगला वाइस रॉय। ओके, तबे गवर्नर जनरल ऑफ इंडिया जो थिला से वाइस रॉय बनिगला। सो बेसिकली सेकंड टू द रॉयल्टी, जे किंग क्वीन जे भी थिले ब्रिटेन रे, तांकर डायरेक्ट कंट्रोल पई ए लोक रखागला वाइस रॉय को। ओके, आउ फर्स्ट वाइस रॉय केले लॉर्ड कैनिंग। ओके, लॉर्ड कैनिंग फर्स्ट वाइस रॉय बनिगले। नेक्स्ट कहला जो ए जो एक्ट आसिला, देखो ब्रिटिश ऑलरेडी लोन देइचंती ईस्ट इंडिया कंपनी को, बहुत किछि ईस्ट इंडिया कंपनी प्रॉब्लम करि सारछि, जोते ब्रिटिश माने ब्रिटिश क्राउन ना खुश थिला। तापर 1857 हैला परे से कहले कि भाई आउ तम द्वारा काम हबनी, तमे चलो। तो ईस्ट इंडिया कंपनी को पूरा ही खत्म कर देले, पूरा एबोलिश कर देले, आ पावर ट्रांसफर हो गला ब्रिटिश क्राउन को। ठीक अछि, कहले कि तमरा एठी किछि काम नै, आ सब गवर्नमेंट टेरिटरी जो अछि, जहाँ भी रेवेन्यू मैटर्स अछि, सब को क्राउन को ट्रांसफर कर दियो, आ तमे टाटा बाय बाय करिकी चलो। देन कोन हैला, जो हमर गोटे नुआ ऑफिस क्रिएट करागला, कोठी ना लंदन रे। ओके, सेक्रेटरी ऑफ स्टेट्स फॉर इंडिया, माने गोटे मंत्री फॉर इंडिया बेसिकली, जेमिति बाबा की मिनिस्ट्री ऑफ कॉमर्स, मिनिस्ट्री ऑफ होम अफेयर्स, से बड़ा गोटे मिनिस्टर फॉर इंडिया बेसिकली।
ଆଉ ଏ ମନ୍ତ୍ରୀ ଡିସାଇଡ୍ କରିବ କି ଇଣ୍ଡିଆରେ କ'ଣ ହବ କେମିତି ହବ ସବୁ କାହା ସହିତ ମିଶିକି ନା ଭାଇସରୟର ହେଲ୍ପ ନେଇକି ଭାଇସରୟ ସହିତ ମିଶିକି ସେ ପୁରା ଇଣ୍ଡିଆଟାକୁ ଚଲେଇବ। ଆଉ ଏମାନଙ୍କୁ ହେଲ୍ପ କରିବା ପାଇଁ ଗୋଟେ 15 ମେମ୍ବର ରହିଲେ ତାଙ୍କ କାଉନସିଲରେ ଯିଏକି ତାଙ୍କୁ ହେଲ୍ପ କରିବେ, ଓକେ, ଆସିଷ୍ଟ କରିବେ ବେସିକଲି। ତାପରେ ଯୋଉ ଆମର BOC COD ଲାଷ୍ଟ ଭିଡ଼ିଓରେ ଆମେ ଡିସାଇଡ୍ କରିଥିଲେ ସବୁକୁ ହଟେଇ ଦେଲେ, ଏଗେନ୍ ସମସ୍ତଙ୍କୁ ଟାଟା ବାଏ ବାଏ କରିଦେଲେ। ଆଉ ଏ ଯୋଉ ସେକ୍ରେଟାରୀ ଅଫ୍ ଷ୍ଟେଟ୍ସ ବନିଲା ତାକୁ ଗୋଟେ ବଡି କର୍ପୋରେଟ୍ ବନେଇଦେଲେ, ମାନେ ସେଟା ହେଉଛି ଗୋଟେ ପ୍ରପର ଚେୟାର, ମାନେ ଫୁଲି ଫ୍ଲେଜେଡ୍ କନଷ୍ଟିଟ୍ୟୁସନାଲ ଅଫିସ ଗୋଟେ ବନେଇଦେଲେ। ଓକେ, ଦ SOS was given corporate status. ଓକେ, ତ ଏଇଟା ହେଇଗଲା ତମର 1855। ଦେଖ ଆମକୁ ଯଦି ସବୁ ଆକ୍ଟର 2ଟା କି 3ଟା ମେଜର ପଏଣ୍ଟ ସେଲିଏଣ୍ଟ ପଏଣ୍ଟ ମନେ ରହିଯାଉଛି ଦେନ୍ ଆମର ହେଇଗଲା। ଯେମିତି 1858ରେ କ'ଣ ମେଜର ପଏଣ୍ଟ କ'ଣ ରହିବ କି ଆବଲିଶ ହେଇଗଲା, ପୁରା ଇଷ୍ଟ ଇଣ୍ଡିଆ କମ୍ପାନୀ ଆବଲିଶ ହେଇଗଲା, ଗୋଟେ ପଏଣ୍ଟ ହେଇଗଲା। ଗଭର୍ଣ୍ଣର ଜେନେରାଲର ଡେଜିଗ୍ନେସନ୍ ଚେଞ୍ଜ ହେଇକି ଭାଇସରୟ ହେଇଗଲା, ସେକେଣ୍ଡ ହେଇଗଲା। ଡବଲ ଗଭର୍ଣ୍ଣମେଣ୍ଟ ଯୋଉଟା ଷ୍ଟାର୍ଟ ହେଇଥିଲା ତମର କେବେ 1784ରେ ପିଟ୍ସ ଟାଇମରେ ଯୋଉ ହେଇଥିଲା ସେଇଟାକୁ ଏଣ୍ଡ କରିଦେଲେ। ଦେନ୍ SOS କ୍ରିଏଟ୍ ହେଲା। ଠିକ ଅଛି, ଏଇ 3-4ଟା ଯୋଉ ପଏଣ୍ଟ ରହିଲା ଏତିକି ଯଦି ମନେ ରହିଯାଉଛି ଦେନ୍ ଆମର ହେଇଗଲା ଏ ଆକ୍ଟ ଗୁଡ଼ାକ। ତାଠୁ ଏକ୍ସଟ୍ରା କିଛି ମନେ ରଖିକି କିଛି ଲାଭ ନାହିଁ, ମାନେ ଏକ୍ସଟ୍ରା ନାହିଁ ବି ସେମିତିରେ। ଠିକ ଅଛି, ଦେନ୍ ଆସିଲା ଆମେ 1861କୁ ଆସିଲେ, 3 ବର୍ଷ ହେଇଛି ଲାଷ୍ଟ ଆକ୍ଟକୁ। 1858ରେ ଆସିଥିଲା, ଏବେ 1861 ହେଇଛି। ତ ଆସିଗଲା ପୁଣି ଇଣ୍ଡିଆନ୍ କାଉନସିଲ୍ସ ଆକ୍ଟ ଅଫ୍ 1861। 61 ବେଳକୁ ଇଣ୍ଡିଆନ୍ ବୁଝିଗଲେଣି କି ଭାଇ ଏବେ ତ ୟାଙ୍କଠୁ ଇଣ୍ଡିପେଣ୍ଡେନ୍ସ ଦରକାର ହିଁ ଦରକାର, ବହୁତ ହେଇଗଲା, ଆଉ ସହି ହଉନି। ତ 1861ରେ ଯେତେବେଳେ ଇଣ୍ଡିଆନ୍ ମାନେ ବହୁତ ଝଗଡ଼ା କରିସାରିଲେ ବ୍ରିଟିଶ ସହିତ, ବହୁତ କିଛି ଚାଲିଛି ବ୍ରିଟିଶ ମାନଙ୍କ ଏଗେନଷ୍ଟରେ, ତ ବ୍ରିଟିଶ ମାନେ କହିଲେ ଲୋକ ଥୋଡ଼ା ସବର କରୁ, ଆମେ ଗୋଟେ ନୂଆ ଆକ୍ଟ ଆଣୁଛୁ। ମାନେ ଇଣ୍ଡିଆନ୍ ମାନେ ମାଗୁଛନ୍ତି ଡେରି ମିଲ୍କ ସିଲ୍କ, ବ୍ରିଟିଶ ମାନେ ଦଉଛନ୍ତି ଲଲିପପ୍ ବେସିକଲି। ଠିକ ଅଛି, ତ କାଉନସିଲ ଆକ୍ଟରେ କ'ଣ ହେଲା ଯୋଉ 1861 ଆସିଲା, ଦେଖ 57ର ମ୍ୟୁଟିନି ପରେ ସମସ୍ତଙ୍କୁ ଲାଗିଲା କି ଇଣ୍ଡିଆନ୍ ମାନଙ୍କୁ ଇନକ୍ଲୁଡ କରାଯିବା କଥା ଲ ମେକିଂ ପ୍ରୋସେସରେ, ହେଲା। ତ ଫର୍ଷ୍ଟ ଭାଇସରୟ କାଉନସିଲରେ କିଛି ଇଣ୍ଡିଆନ୍ସକୁ ଅଣାଗଲା, ବଟ୍ ସେଟା ନନ୍ ଅଫିସିଆଲ ମେମ୍ବର ହିସାବରେ ଅଣାଗଲା। ଓକେ, ଖାଲି ମାନେ ଏମାନେ କିଛି କରିପାରିବେନି, ହେଲା, ଏମାନଙ୍କୁ ନନ୍ ଅଫିସିଆଲ ମେମ୍ବର ଏଇଥିପାଇଁ କରାଗଲା କି ଏମାନେ କିଛି କରିପାରିବେନି, ଜଷ୍ଟ ଖାଲି ଗୋଟେ ଇଗୋ ସାଟିସ୍ଫାଏ କରିବା ପାଇଁ ଇଣ୍ଡିଆନ୍ ମାନଙ୍କର। ତ କହିଲେ କି ଠିକ ଅଛି ଆମେ ନେଇଯିବୁ, ବଟ୍ ତମେମାନେ କିଛି କରିପାରିବନି, ନା ତମ ପାଖରେ ଭୋଟିଂ ରାଇଟ୍ ରହିବ, ନା ତମେ କିଛି କହିପାରିବ, ତମେ ଖାଲି ହାତ ଯୋଡ଼ି ବସିବ ଆଉ ଦେଖିବ କି କ'ଣ ଚାଲିଛି କ'ଣ ନାହିଁ। ଓକେ, ଆଉ ଗୋଟେ କଥା, ଏଇଟା 3 ଜଣଙ୍କୁ ନିଆଗଲା, ହେଲା, 3 ଜଣଙ୍କୁ ନିଆଗଲା, 3 ଜଣ ନିଆଗଲା। ତ ଏଇ ଯୋଉ 3 ଜଣ ଥିଲେ, ଦେଖ ବ୍ରିଟିଶ ମାନେ କେବେ ଚାହିଁବେନି କି ଏମିତି ଲୋକକୁ ନଉ ଯିଏକି କାଉନସିଲରେ ବସିକି ମାନେ ହୋ ହଲ୍ଲା କରିବେ, ହଁ କି ନାହିଁ। ସେମାନଙ୍କୁ ଦରକାର କି ଆରେ କିଏ ଚିହ୍ନା ଜଣା ଅଛନ୍ତି ତାଙ୍କୁ ଆଣି ବସେଇ ଦିଅ, ତ ଚୁପଚାପ ବସିବେ, ଆଉ କିଛି କହିବେନି। ତ ଆମେ କହିବୁ ଇଣ୍ଡିଆନ୍ ମାନଙ୍କୁ କି ହଁ ଆମେ ତ ରଖିଛୁ ତମ ତରଫରୁ କାହାକୁ ଆଣିକି ଆମେ ତ ବସେଇଛୁ କାଉନସିଲରେ। ତ ଏମାନେ ଯୋଉ 3 ଜଣଙ୍କୁ ନେଲେ ସେମାନେ ବେସିକଲି ଭାଇସରୟର ଦୋସ୍ତ, ସାଙ୍ଗ ପୁରା। ତ ଏ 3 ଜଣ କିଏ କିଏ ଥିଲେ? ଫର୍ଷ୍ଟ ତ ହେଲା, ଏଇଠି ଲେଖିଦଉଛି, ରାଜା ଅଫ ବନାରସ। ସେକେଣ୍ଡ ହେଲା ମହାରାଜା ଅଫ ପଟିଆଲା। ଥାର୍ଡ ହେଲା ସର୍ ଦିନକର ରାଓ, ହେଲା। ଏଇ 3 ଜଣଙ୍କୁ ନେଇକି ବସେଇ ଦେଲେ କି ତମେ ଚୁପଚାପ ବସ, କିଛି କହିବନି, ଭାଇ ଚିହ୍ନା ଜଣାରେ ଆଣିଛି, ବସ ଚୁପଚାପ, କିଛି କହାକୁହି କରିବନି, ଆରାମରେ ଦେଖ କ'ଣ ଚାଲିଛି କ'ଣ ନାହିଁ,
ଦେନ୍ ଘରକୁ ଯାଅ। ଠିକ୍ ଅଛି। ତ ନେକ୍ସଟ କ'ଣ କଲେ? ଆଚ୍ଛା ଏଇଟା ମୁଁ ଲିଭେଇ ଦେଉଛି ଟିକେ। ନେକ୍ସଟ କ'ଣ ହେଲା कि न्यूज लेजिस्लेटिव काउंसिल एस्टाब्लिश है फॉर बेंगल नॉर्थ वेस्टर्न प्रोविंसेस आउ तुम पंजाब पाई। ओके पुणी ये पुणी कौन कर देख जमी वाइस रॉयर एक्सटेंडेड काउंसिल देश लॉ बनाऊला सेमती किसी किसी प्रोविंसेस भी थिले जोटा कि टिके बड़ हो जाते आउ टिके बदमाशी तो स्टार्ट कर देते तो तांको कहगला कि टिके स्लो हो जाओ आउ निजक निजे टिके एडमिनिस्ट्रेट कर केमिति बनइबो कि नुआ लेजिस्लेटिव काउंसिल बनैकी ता थ्रू रे कि तमे लॉ बनाओ जहाँ भी करछ कर टिके एडमिनिस्ट्रेट करी टिके निजको भले रख बेसिकली। अच्छा लेजिस्लेटिव काउंसिल माने होची तमरो बेसिकली विधान परिषद हला विधानसभा नो विधान परिषद को जाए। नेक्स्ट है कि बॉम्बे और मद्रास प्रेसिडेंसी रो लेजिस्लेटिव पावर को रिस्टोर करायगला। ओके आमे लास्ट वीडियो रे देखिथिले ना कि सब पावर गोटे लोक हाथ को दिया जाउतला आउ एमान तार सबऑर्डिनेट हो जाते बेसिकली। बट एबे कहगला कि अरे भैया थोड़ा भूल हो गया तो गलती हो गया एबे मान को टिके फ्री करो आउ लॉ बनेबा गुटे परमिशन दे दियो निजे निजे संभालंतु। ओके बेसिकली मोस्टली 1861 रे एतिक थिला। देन आसिला 1892 इंडियन काउंसिल्स एक्ट 30 वर्ष होगलानी। एबे इंडियन माने टिके बेसी रागी गलेनी हला बुझी गलेनी कि ब्रिटिश माने चीट करछंती हला आम प्रॉब्लम तो सॉल्व करना तो आम एबे करिबो आंदोलन आ ब्रिटिश होचंती देड़ छाण तो मस्त प्लान बनेले गोटे कहले कि आम एक्स्ट्रा नॉन ऑफिशियल मेंबर भी नबू। ओके आम इंक्रीज कर दबू बट अगेन नॉन ऑफिशियल मेंबर। ओके कोथरे लेजिस्लेटिव काउंसिल रे एबे भी नॉन ऑफिशियल मेंबर किसी पावर नहीं बसिक देख बस केमिति कौन काम चलची केमिति लॉ बना होची आउ बस चल एमिति। तापरे जो काउंसिल रो देख आ गोटे जिनस एथिरे फर्स्ट टाइम इंडिया रे बजेट के हमर सैटेलाइट 1860 रे 1860 रे बजेट स्टार्ट हेतला फर्स्ट टाइम पई। ओके तो एक्सटेंडेड this extended the function of council to discuss budget and ask questions। तो ये जो काउंसिल बनी थिला ठीक अछि एटा होची बेसिकली लंदन रे जो काउंसिल बनथला सेठी जो बजेट डिस्कशन होतला लेट्स से कि इंडिया रे गोटे रेलवे लाइन रे केते खर्च हबो नुआ रोड की इरिगेशन वगैरह जहाँ भी हबार अछि सेते केते खर्च हबो यहाँ पर जो बजेट आसला सेटा आसला ब्रिटेन रू सेठी डिस्कस हेके आसला। तो ब्रिटेन पार्लियामेंट रे जो सेक्रेटरी ऑफ स्टेट्स थिले सीए प्रेजेंट करथिले तो ए बजेट उपरे फर्स्ट तांकर किछि से नथिला बट काउंसिल एक्ट 1982 रे तांको डिस्कशन आउ क्वेश्चन पचारिबा पई पावर दिया गला। सो बेसिकली कहबे सर एठी गोटे पोखरी खोलाई दियंतु एठी गोटे रोड पकई दियंतु से विषय रे ताको पावर दिया गले तमे डिस्कस करो। ओके देन तम नेक्स्ट आसला 1909 मॉर्ले मिंटो रिफॉर्म्स। तो ये दी जन पुणी किए मॉर्ले जने मिंटो जने तो लॉर्ड मिंटो जी थिले सी होचंती वाइस रॉय इंडिया रो। ओके एंड मॉर्ले किए थिले जे मंत्री फॉर इंडियन एसओएस हला तो एमाने फर्स्ट कहले कि लेजिस्लेटिव काउंसिल रो साइज बढ़ाई दियो। ओके ठीक है जहाँ को समस्त खुशी करिया पड़िबो
तो फर्स्ट तो लेजिस्लेटिव काउंसिल रो बढ़ाई दियो 16 रु 60 डायरेक्ट। ओके आ बेसिकली सेंट्रल रे वाइस रॉय सह जे बसचंती को माने वोट करि परिबे काम एक्चुअली से माने करि परिबे जा पाखरे पावर अछि से माने बेसी रुहंतु आ नॉन ऑफिशियल कम रुहंतु हैला। ऑफिशियल मेजॉरिटी माने होची कि जो माने एक्चुअली काम करिवे जो माने लॉ मेकिंग प्रोसेस रे पार्टिसिपेट करिवे तांकर मेजॉरिटी रहू कोथरे सेंट्रल रे तो सेंटर सब बेले हेवी रहइबो आउ प्रोविंशियल काउंसिल रे नॉन ऑफिशियल रहंतु ସେମାନେ ଖାଲି हो हल्ला करंतु काम तो किछि करिवार नहीं तो चलंतु। तापर हैला introduced separate electorate for Muslims extending communal representation. Now this is where the doom of the communal tension starts. Okay, एठो हमर स्टार्ट हैला फर्स्ट टाइम सांप्रदायिकता जो हिंदू मुस्लिम आज होची ना तो देश को अलग अलग करिबारे जहाँ भी हेल्प कर परिबो बेसिकली एटा सेबेटू स्टार्ट हे जी 1909 रे ड्यू टू दिस लॉर्ड मिंटो। लॉर्ड मिंटो कौन कहे फादर ऑफ कम्युनल इलेक्टोरेट। हाँ ये लोक जे कि देश को डिवाइड एंड रूल करिबारे मस्त तरीका बाहर कले आ आमे एबे भी तो सही जिनस चलीची आउ फर्स्ट इंडियन लॉ मेंबर भी सही टाइम रे अपॉइंट हैला 1909 एक्ट हिसाब रे। हमर फर्स्ट किए बनिले किए कहि परिबो जदी जानचो एसपी सिन्हा सत्येंद्र प्रसाद सॉरी सिन्हा ये हमारे लिए फर्स्ट लॉ मेंबर एसपी सिन्हा। हाँ एवडा देखो मु जोगुडा कहूची सेगुडा होची मेजर मेजर पॉइंट बाकी जोगुडा छाडुची सेगुडा तुमको दरकार भी नहीं। ओके पढ़िले भलो बट न मन रहले भी किछि सेमती किछि इशू नहीं। तापरे आसिला गवर्नमेंट ऑफ इंडिया एक्ट 1909 अगेन दी जण मॉन्टेक चेम्सफोर्ड रिफॉर्म्स जो मॉन्टेक थिले से किए थिले से मंत्री जी से जो हमर एसओएस मंत्री थिले ठीक अछि आ चेम्सफोर्ड थिले हमर वाइस रॉय। चेम्सफोर्ड टिके भल वाइस रॉय थिले माने गांधी जी को बहुत प्रभावित होइथिले से आ भल भल कथा भी कहउथिले लिबरल थिले टिके ठीक अछि चलो। तो फर्स्ट टाइम सेंट्रल आउ प्रोविंशियल सब्जेक्ट को सेपरेट कराला अलग अलग कराला हला माने किछि सब्जेक्ट एमि थिला जा ऊपर खाली सेंट्रल लॉ बनै परिबो आ किछि एमि थिला जो जा ऊपर लॉ खाली प्रोविंसेस बनै परिबो बस स्ट्रक्चर सेम रहला हला स्ट्रक्चर एबे भी सेंटर एबे रहला माने सेंटर पाखरे बेसी पावर सबले रहला। तो ये जो सब्जेक्ट सेपरेशन हैला दीटा टाइप रो गोटे होची रिजर्व सब्जेक्ट गोटे होची ट्रांसफर्ड सब्जेक्ट हला गोटे तुमरो रिजर्व सब्जेक्ट्स आ गोटे होची ट्रांसफर्ड सब्जेक्ट्स। ओके तो रिजर्व सब्जेक्ट रे कोन गला जोडा सेंटर बेसिकली बनै परबो फाइनेंस हे गला लैंड रेवेन्यू हे गला मिलिट्री हे गला एगुडा सब रहला और ट्रांसफर सब्जेक्ट रे रहला एजुकेशन रहला पुलिस रहला एग्रीकल्चर भी से ट्रांसफर सब्जेक्ट रे थिला ठीक अछि। आ ए जो सेपरेशन रहला ताकू हमें डायरकी कहंती हला ट्रांसफर सब्जेक्ट आउ रिजर्व सब्जेक्ट ऊपर। ओके तो इंपोर्टेंट सब्जेक्ट सब रिजर्व रे रहला आ छोटो छोटो सब जो रहला सेटा ट्रांसफर लिस्ट रे रख देले जी। देन आसला इंट्रोड्यूस्ड बाइकैमरलिज्म एंड डायरेक्ट इलेक्शंस। ओके बाइकैमरलिज्म विथ डायरेक्ट इलेक्शंस ब्रिटेन रे जेमिति हाउस ऑफ लॉर्ड्स हाउस ऑफ कॉमन्स अछि माने अपर हाउस और लोअर हाउस सही स्ट्रक्चर रे हम इंडिया रे दीटा हाउस कर देले
ଗୋଟେକୁ କହିଲେ ଅପର ହାଉସ୍ ଆଉ ଗୋଟେକୁ କହିଲେ ଲୋଅର ହାଉସ୍, ଯୋଉଟା କି ଏବେ ବି ଚାଲିକି ଆସୁଛି ଆମର, ହଁ କି ନାହିଁ? ତ ଏବେ ଫର୍ଷ୍ଟ ଟାଇମ୍ ଇଲେକ୍ସନ ବି ହେଲା, ମେମ୍ବର ମାନେ ଡାଇରେକ୍ଟ ଇଲେକ୍ସନ ଥ୍ରୁରେ ଆପଏଣ୍ଟ ହେଲେ। ଓକେ, ଆଚ୍ଛା ଏଇ ଟାଇମରେ ଗୋଟେ କମିଶନ ଆସିଥିଲା, ଏଥିରେ ମେ ବି ନାହିଁ ବୋଧେ, ଲି କମିଶନ ଆସିଥିଲା। ଏଇ ଟାଇମରେ ଆସିଥିଲା କି ପରେ ଆସିଥିଲା, ହଁ ଗୋଟେ ଆସିଥିଲା ଲି କମିଶନ, ଯିଏକି ରେକମେଣ୍ଡ କରିଥିଲା ସେଣ୍ଟ୍ରାଲ ପବ୍ଲିକ ସର୍ଭିସ କମିଶନ ସେଟଅପ୍ ପାଇଁ, ୟୁପିଏସସି ବେସିକଲି ପ୍ରୋଭିଜନ ଆସିଲା 1926 ପାଇଁ, ପ୍ରୋଭିଜନ ଥିଲା 1926 ପାଇଁ, ଓକେ, ଏଷ୍ଟାବ୍ଲିଶ କରିବା ପାଇଁ। ତାପରେ ଆସିଲା କି ଫର୍ଷ୍ଟ ଟାଇମ ପାଇଁ ଏଥିରେ ପ୍ରୋଭିନ୍ସିଆଲ ବଜେଟ୍ ଆଉ ସେଣ୍ଟ୍ରାଲ ବଜେଟକୁ ଅଲଗା ଅଲଗା କରିଦିଆଗଲା। ଓକେ, ଏଟା ଫାଇଦା ହେଲା ସମସ୍ତଙ୍କ ପାଇଁ, କାରଣ ପ୍ରୋଭିନ୍ସ ମାନେ ନିଜ ନିଜର ବଜେଟ୍ କିଛି ଆଲୋକେଟ୍ କରିପାରିବେ, ଆଉ ସେଣ୍ଟର ନିଜ ହିସାବରେ ବଜେଟ୍ ଆଲୋକେଟ୍ କରିବା ପାଇଁ ପ୍ରୋଭିଜନ ରହିଲା। ଆଉ ଗୋଟେ ରହିଲା କି ହାଇ କମିଶନର ଅଫ ଇଣ୍ଡିଆ ଅଫିସ ଗୋଟେ କ୍ରିଏଟ୍ କରାଗଲା, କୋଉଠି? ଲଣ୍ଡନରେ କରାଗଲା। ତାପରେ there are 3 of the 6 members of the Viceroy Executive Council जो ଥିଲେ Viceroy Executive Council, there were 6 members, ସେଥିରୁ 3 ଜଣ କୁ ଇଣ୍ଡିଆନ କରାଗଲା, ଠିକ ଅଛି। ମାନେ ଏଟା ମ୍ୟାଣ୍ଡେଟରୀ କରାଗଲା କି Viceroy Executive Council ରେ ଯୋଉ 6 ଜଣ ଅଛନ୍ତି ତାଙ୍କ ଭିତରୁ 3 ଜଣ ଇଣ୍ଡିଆନ ଥିବେ। ଆଚ୍ଛା, ଏଇଥିରେ ଏକ୍ସେପ୍ଟ କମାଣ୍ଡର ଇନ୍ ଚିଫ୍, ନର୍ମାଲ କଥା, ଆର୍ମି ଥୋଡ଼ି ନା ଦେଇଦେବେ ଇଣ୍ଡିଆନ ମାନଙ୍କୁ, ଏଟା ବସେଇଛନ୍ତି ନେଇକି, ସେଇଟା ବଡ କଥା ସେଇ ଟାଇମରେ, ଠିକ ଅଛି। ଆଉ ଯୋଉ କମ୍ୟୁନାଲ ରିପ୍ରେଜେଣ୍ଟେସନ ଥିଲା, ଏମାନେ ଆହୁରି ସମସ୍ତଙ୍କୁ ଦବାକୁ ଷ୍ଟାର୍ଟ କଲେ, ବାଣ୍ଟିବାକୁ ଷ୍ଟାର୍ଟ କଲେ। ତ ଆଉ ଖାଲି ହିନ୍ଦୁ ମୁସଲିମ ଯୋଉ ଥିଲା ଆଗରୁ ସେମିତି ନାହିଁ, ଏବେ ଶିଖ, ଖ୍ରୀଷ୍ଟିଆନ, ଆଙ୍ଗ୍ଲୋ ଇଣ୍ଡିଆନ, ୟୁରୋପିଆନ ସମସ୍ତଙ୍କୁ ଦେଇଦେଲେ କି ସମସ୍ତେ ନିଅ, ସମସ୍ତେ ତମେ ଡିପ୍ରେସ୍ଡ ଯାଅ ନେଇଯାଅ। ତାପରେ ଗୋଟେ 10 ବର୍ଷ ପରେ ଗୋଟେ ଷ୍ଟାଚୁଟରୀ କମିଶନ ରିଭ୍ୟୁ କରିବା ପାଇଁ ମ୍ୟାଣ୍ଡେଟ ଦିଆଗଲା, ଯୋଉ ବହୁତ ବହୁତ ଫେମସ ଏଇଟା କମିଶନ, ବହୁତ ଶୁଣିଥିବ, ବହୁତ କିଛି ହେଇଥିଲା ଏଥିରେ, ତାକୁ କୁହନ୍ତି ସାଇମନ କମିଶନ। ତ ଏଥିରେ କହିଲେ କି ଆକ୍ଟର ଷ୍ଟଡି କରାହବ, ଗୋଟେ ସରକାରୀ କମିଶନ ଆସିବ ଆଉ ରିପୋର୍ଟ ଦବ ଆମକୁ, ତ ଭଲ କଲେ କି ଖରାପ କଲେ, ଏଇ ଆକ୍ଟର କଣ ମେରିଟ ଡିମେରିଟ କଣ ରହିଲା, ସେମାନେ ରିପୋର୍ଟ ଦେବେ, ସେଇ ହିସାବରେ ଆମେ ଆଗକୁ କିଛି ବନେଇବା, ଯାହା ବି ବନେଇବାର ଅଛି। ତାପରେ ଆସିଲେ ଲିମିଟେଡ ଫ୍ରାଞ୍ଚାଇଜି ବେସ୍ଡ ଅନ୍ ପ୍ରପର୍ଟି ଟ୍ୟାକ୍ସ ଅର ଏଜୁକେସନ, ମାନେ ଏଇମାନେ ଥିଲେ ବେସିକଲି ଯୋଉମାନେ ଫର୍ଷ୍ଟ ଭୋଟ କରିଥିଲେ ଇଣ୍ଡିଆନ୍ସ ମାନେ, କୋଉମାନେ କି କିଛି ଛୋଟ ପରସେଣ୍ଟ ଲୋକ, ଗୋଟେ ବହୁତ କମ ପରସେଣ୍ଟ ଲୋକ ଯାହାଙ୍କ ପାଖରେ ପ୍ରପର୍ଟି ଥିଲା, ଟ୍ୟାକ୍ସ ଦଉଥିଲେ, କି ଏଜୁକେଟେଡ ସେମାନେ ଥିଲେ, ମାନେ ଭଲ ଏଜୁକେସନ ନେଇଥିଲେ, ଠିକ ଅଛି। ଦେନ୍ ଆସିଗଲା, ଦେଖ ଆମେ ଯୋଉ ଲିଷ୍ଟ ବନେଇଥିଲେ ଆକ୍ଟର, ଏଇ ଦିଟା ଅଛି, ତାପରେ ସାଇମନ କମିଶନ ଆଉ କମ୍ୟୁନାଲ ଆୱାର୍ଡ, ଦିଜ ଆର୍ ନଟ୍ ଆକ୍ଟସ, ଠିକ ଅଛି। ତ ଏଇ ଦିଟା କାଉଣ୍ଟ କରିବନି, ଦିଟା ଅଛି ପଢୁଛନ୍ତି, ବଟ୍ ଦିଜ ଆର୍ ନଟ୍ ଆକ୍ଟସ, ଓକେ। ତେବେ ଆସିଲା ସାଇମନ କମିଶନ ରିପୋର୍ଟ 1920, ଦେଖ ଆମେ କଣ ପଢିଲେ କି 10 ବର୍ଷ ପରେ ବନିବାର ଥିଲା, ଏଟା କିନ୍ତୁ ଜଲ୍ଦି ବନେଇଦେଲେ, 10 ବର୍ଷ ହିସାବରେ 1929 ରେ ବନିବାର ଥିଲା, ବଟ୍ ଏହାକୁ ବନେଇଦେଲେ 27 ରେ, 2 ବର୍ଷ ପୂର୍ବରୁ, ବିକଜ ଗଭର୍ଣମେଣ୍ଟ ବୁଝିଗଲା କି ଗାନ୍ଧିଜୀ ଏବେ ଖୁସି ନାହାନ୍ତି, ଆଉ ଦେଶରେ ଯେତେ ଏକ୍ସଟ୍ରିମିଷ୍ଟ ଅଛନ୍ତି ସବୁ ଏବେ ହାଇପର ହବା ଅଛନ୍ତି ପୁରା, ତ ଭାଇ କିଛି ତ କରିବାକୁ ପଡିବ। ଆଉ ସେପଟେ ଗୋଟେ ୱାର୍ଲଡ ୱାର ସରିଛି, ତ ୱାର୍ଲଡ ୱାର ସରିଛି, ବହୁତ ଖର୍ଚ୍ଚ ହେଇଛି, ବହୁତ କିଛି ହେଇଛି, ତ ଅଂଗ୍ରେଜ ମାନେ ବି ବହୁତ ଟେନସନରେ ଚାଲିଛନ୍ତି, ଏବେ ସବୁଆଡେ ଆଡଜଷ୍ଟ କରିବାକୁ ପଡୁଛି, ବଟ୍ ଇଣ୍ଡିଆକୁ ଛାଡି ହବନି, ଯାହା ବି ହେଇଯାଉ କୋଉଠି କଣ ଟିକେ ଆଡଜଷ୍ଟ କରିଦବା, ବଟ୍ ଇଣ୍ଡିଆକୁ ଛାଡି ପାରିବାନି। ତ ସେଇଥିପାଇଁ ସାଇମନ କମିଶନ ଆସିଲା। ତ ସାଇମନ କମିଶନରେ କଣ ଥିଲା କି 7 ଜଣଙ୍କର ଷ୍ଟାଚୁଟରୀ କମିଶନ ଥିଲା, ଏଇଟା ଗୋଟେ ସରକାର କମିଶନ ଥିଲା, ଆଉ 7 ଜଣ ଯାକ ଆସିଥିଲେ ବ୍ରିଟେନରୁ,
ହେଲେ ଏମାନଙ୍କ ଭିତରେ ଗୋଟେ ବି ଇଣ୍ଡିଆନ ନଥିଲା। ତ ଇଣ୍ଡିଆନ ମାନେ କହିଲେ କି ଆମେ ତମ ସହିତ କଥା ହିଁ ହବୁ। କଣ ହବୁ ତମ ସହିତ କଥା? ଆମ କଥା ପ୍ରେଜେଣ୍ଟ କରିବା ପାଇଁ ତମ ଟିମରେ କେହି ନାହାନ୍ତି। ତମେ ତ ହେଲେ ବ୍ରିଟେନ ଲୋକ, ତ ଆମଠୁ ଶୁଣିବ ଗୋଟେ ଆଉ ଲେଖିବ ଗୋଟେ। ଆଉ ଦେଖ ସାଇମନ କମିଶନ ବି ତା ରିପୋର୍ଟ ସବମିଟ କରିଦେଲା, ଦେଖିଲା କେହି କଥା ହେବାକୁ ଚାହୁଁନାହାନ୍ତି, ତ ସେ ନିଜେ ନିଜେ ତାଙ୍କ ରିପୋର୍ଟ ବନେଇଲେ ଆଉ 1930ରେ ରିପୋର୍ଟ ଦେଇଦେଲେ। ଇଣ୍ଡିଆରେ କେହି ବି ୟାଙ୍କ ସହ କଥା ହେଲେନି, କଂଗ୍ରେସ ହେଲାନି, ମୁସଲିମ ଲିଗ ହେଲାନି, କେହି ବି ନାହିଁ, ସମସ୍ତେ ବୟକଟ କରିଦେଲେ। ସାଇମନ ଗୋ ବ୍ୟାକ ର ନାରା ଲଗାଇଲେ, ଏଟା ବହୁତ ଶୁଣିଥିବେ କି ଲାଲା ଲଜପତ ରାୟଙ୍କ ଡେଥ ବି ହେଇଗଲା ଏଥିରେ, ରାଇଟ। ତ କମିଶନ ଯୋଉ ରେକମେଣ୍ଡ ଦେଲା, ତ ସେଇ ରେକମେଣ୍ଡର ବହୁତ ଯାକ ପାର୍ଟ ଆମର ନେକ୍ସଟ ଇଣ୍ଡିଆନ ଆକ୍ଟ ଅଫ 1935 ରେ ୟୁଜ ହେଇଛି, ଯୋଉଟା ତାପରେ ଆମ କନଷ୍ଟିଟ୍ୟୁସନ କୁ ବି ବହୁତ ଏଫେକ୍ଟ ମାନେ ଇନଫ୍ଲୁଏନ୍ସ କରିଛି, ରାଇଟ। ତ କମିଶନ ଯୋଉ ରେକମେଣ୍ଡେସନ ଦେଲା, କଣ କଣ ରେକମେଣ୍ଡେସନ ଥିଲା କି କମ୍ୟୁନାଲ ଇଲେକ୍ଟୋରେଟ କୁ କଣ୍ଟିନ୍ୟୁ କର, ମାନେ ଯୋଉ ମଚେଇଛନ୍ତି ବ୍ରିଟିଶ ମାନେ, ତାକୁ କଣ୍ଟିନ୍ୟୁ କର। ତ ଏଇଟା ୟାଙ୍କ ରେକମେଣ୍ଡେସନ ଥିଲା ବେସିକଲି, ବୁଝିଯାଅ। ତାପରେ କହିଲା କି ଡାୟର କି ହଟେଇ ଦିଅ, ଯୋଉ ଡୁଆଲ ରୁଲ ବନେଇକି ରଖିଛ ତାକୁ ଖତମ କରିଦିଅ। ତ ଡାୟର କି ମାନେ ବେସିକଲି ଡବଲ ରୁଲ, ହେଲା। ତାପରେ ସବୁ ରେକମେଣ୍ଡେସନକୁ ପଢିବା ପାଇଁ ଆଉ ଡିସ୍କସ କରିବା ପାଇଁ ବ୍ରିଟେନ ସରକାର ଇଣ୍ଡିଆନ ଲୋକମାନଙ୍କୁ ଡାକିଲେ, କହିଲେ ଏଇ ରେକମେଣ୍ଡେସନ ଆସିଛି, ଆଉ ତମ ଭିତରେ ଯଦି କିଏ ଇଣ୍ଟରେଷ୍ଟେଡ ଅଛ କି ଡିସ୍କସନ କରିବା ପାଇଁ ଆସ। ତ ଗାନ୍ଧିଜୀ ତ ଗଲେନି, ଥାର୍ଡରେ ଗଲେ, ଆଉ ୟାକୁ ନେଇକି 3ଟା ରାଉଣ୍ଡ ଟେବୁଲ କନଫରେନ୍ସ ହେଇଥିଲା। ତା ଉପରେ ବେଶ କରି ଗୋଟେ ହ୍ୱାଇଟ ପେପର ବି ତିଆରି କରାଗଲା, ହେଲା। ନେକ୍ସଟ ଆସିଲା କମ୍ୟୁନାଲ ଆୱାର୍ଡ ଅଫ 1932। ତ ଇଏ ଯୋଉ ସାର୍ ଜଣେ ଥିଲେ ରାମସେ ମ୍ୟାକଡୋନାଲ୍ଡ, ମ୍ୟାକଡି, ଠିକ ଅଛି, କିଏ ଥିଲେ? ରାମସେ ମ୍ୟାକଡୋନାଲ୍ଡ, ଠିକ ଅଛି। ତ ଇଏ ସାର୍ ଥିଲେ ବ୍ରିଟେନର ପ୍ରାଇମ ମିନିଷ୍ଟର, ଆଉ ମହା ପାଗଳ ଲୋକ। ସମସ୍ତଙ୍କୁ କହିଲେ ତମେ ଆରକ୍ଷଣ ନେଇଯାଅ, ସେପାରେଟ ଇଲେକ୍ଟୋରେଟ ନେଇଯାଅ, ହେଲା। ଜାତିବାଦକୁ ଆହୁରି ମସ୍ତ ପ୍ରଚାର ପ୍ରସାର କଲେ, ହିନ୍ଦୁ ମୁସଲିମ ଶିଖ ସମସ୍ତଙ୍କୁ ଦେଇଦେଲେ। ଆଉ ହିନ୍ଦୁ ମୁସଲିମ ବେସିକଲି ତ ଚାଲିଥିଲା, ତ ଭାଇ ସାହେବ କଣ କଲେ କି ସ୍କେଡୁଲ କାଷ୍ଟ ମାନଙ୍କୁ ବି, ଆଉ ସ୍କେଡୁଲ କାଷ୍ଟ ଆଉ ଯୋଉଟାକି ଆମେ କହୁଛନ୍ତି ଡିପ୍ରେସ କ୍ଲାସ, ତାଙ୍କୁ ବି ଏକ୍ସଟେଣ୍ଡ କରିଦେଲେ କି ତମେ ମାନେ ବି ବହୁତ ଦୁଃଖରେ ଅଛ, ତମେ ବହୁତ ଡିପ୍ରେସ କ୍ଲାସ, ତମକୁ ବି ଗୋଟେ ସେପାରେଟ ଇଲେକ୍ଟୋରେଟ ମିଳିବା ଦରକାର, ତାଙ୍କୁ ଦେଇଦେଲେ। ତ ଏଇଥିରେ ଗାନ୍ଧିଜୀ ବହୁତ ନାରାଜ ହେଇଗଲେ, ଆଉ ୟା ଏଗେନଷ୍ଟରେ ସତ୍ୟାଗ୍ରହରେ ବସିଗଲେ, ଆମରଣ ଅନଶନରେ ବସିଗଲେ, କୋଉଠି? ୟେରୱାଡା ଜେଲରେ, ଠିକ ଅଛି। ଗାନ୍ଧିଜୀ କୋଉଠି ବସିଲେ? ୟେରୱାଡା ଜେଲରେ, ଓକେ। ତ ଗାନ୍ଧିଜୀ କହିଲେ ମରିବି ପଛେ, ବଟ ଇଏ ସବୁ ହବାକୁ ଦେବିନି। ବଟ ଗୋଟେ ଲୋକ ଯିଏକି ବହୁତ ସପୋର୍ଟ କରେ ଏଟାକୁ, ସିଏ ହଉଛନ୍ତି ଆମ୍ବେଦକର ଜୀ। ଦେଖ, ଆମ୍ବେଦକରଙ୍କ ହିସାବରେ ଡିପ୍ରେସ କ୍ଲାसेସ ଲୋକମାନେ ଆକ୍ଚୁଆଲି ବହୁତ ଦୁଃଖରେ ଥିଲେ, ଆଉ ଭେଦଭାବ ମ୍ୟାକ୍ସିମମ୍ ବି ଇଣ୍ଡିଆନ୍ସ ମାନେ ହିଁ କରୁଥିଲେ। ତ ଆମ୍ବେଦକର, ଦେଖ ତମେ ଯଦି ଆମ୍ବେଦକରଙ୍କର କେବେ ପଢିଛ ତାଙ୍କ ବିଷୟରେ, ତମେ ଜାଣିଥିବ କି ସିଏ ଗୋଟେ ବହୁତ ହି ବ୍ୟାକୱାର୍ଡ କ୍ଲାସରୁ ଆସୁଥିଲେ, ରାଇଟ। ତ ସିଏ ନିଜେ ଫର୍ଷ୍ଟ ହ୍ୟାଣ୍ଡ ଏକ୍ସପିରିଏନ୍ସ କରିଛନ୍ତି କି କୂଅରୁ ପାଣି କାଢି ପାରିବେନି, ରାସ୍ତାରେ ଚାଲି ପାରିବେନି, ବହୁତ ଏମିତି ତାଙ୍କ ସହିତ ନିଜେ ହେଇଛି, ନିଜେ ଦେଖିଛନ୍ତି, ସେଇ ଷ୍ଟ୍ରଗଲଟାକୁ ନିଜେ ବଞ୍ଚିଛନ୍ତି, ରାଇଟ। ତ ସେଇଥିପାଇଁ ସିଏ ସଫାସଫା କହିଲେ କି ମୋର କିଛି ପ୍ରୋବ୍ଲେମ ନାହିଁ ଏଥିରେ, ମୁଁ ଏଟାକୁ ସପୋର୍ଟ କରୁଛି, ଫୁଲ ସପୋର୍ଟ କରୁଛି। ତ କଂଗ୍ରେସ ଏବେ ଦି ଭାଗ ହେବା ଅଲମୋଷ୍ଟ ତୟ ଥିଲା, କି କଂଗ୍ରେସ ଏବେ ବଣ୍ଟିଯିବ, ଅଲଗା ଅଲଗା ହେଇଯିବ। ତାପରେ ବହୁତ ଲୋକ ଆମ୍ବେଦକରଙ୍କୁ ମନେଇଲେ, ପ୍ଲିଜ ସାର୍ ମାନି ଯାଆନ୍ତୁ, ବହୁତ ପ୍ରୋବ୍ଲେମ ହେଇଯିବ, ଗାନ୍ଧିଜୀ ମରିଯିବେ। ତ ବହୁତ ରିକ୍ୱେଷ୍ଟ କଲା ପରେ ଆମ୍ବେଦକର ଜୀ ରାଜି ହେଲେ, ଆଉ ପୁନା ପ୍ୟାକ୍ଟ ଗୋଟେ ସାଇନ୍ ହେଲା,
बिटवीन गांधी जी ଆଉ କିଏ ଆମ୍ବେଦକର जी ठीक ଅଛି। ଆଉ ଫାଇନାଲ ହେଲା କି ସବୁ ହିନ୍ଦୁ ଏକା ସାଙ୍ଗରେ ରହିବେ, ଗୋଟେ ଜଏଣ୍ଟ ଇଲେକ୍ଟୋରେଟ୍ ହବ, ଆଉ କିଛି ରିଜର୍ଭ ସିଟ୍ ରଖା ହବ ଫର ରିଜର୍ଭ ସିଟ୍ ରଖା ହବ ଫର ସ୍କେଡୁଲ କାଷ୍ଟ। ଓକେ, ତ ସାଇମନ କମିଶନ ଆଉ କମ୍ୟୁନାଲ ଆୱାର୍ଡ ଏଗୁଡ଼ା ଆକ୍ଟ ନୁହନ୍ତି, ବଟ୍ ଆମେ ତା ମଝିରେ ଯେହେତୁ ଅଛି ଆମେ ପଢୁଛନ୍ତି, ଏହା ସହିତ ରିଲେଟେଡ୍ ଅଛି। ଓକେ, ଏବେ ଆସିଲା ଗଭର୍ନମେଣ୍ଟ ଅଫ ଇଣ୍ଡିଆ ଆକ୍ଟ 1935। ମିଳିଗଲା ଆଜାଦି ଆମକୁ, ଠିକ ଅଛି, ମାନେ ଲିଟରାଲି ମିଳିନି ବଟ୍ ସେପଟେ ୱାର୍ଲଡ ୱାର 2 ହବା ଉପରେ ଅଛି, ଠିକ ଅଛି। ଆଉ ଏଠି କ୍ରିପ୍ସ ମିଶନ ଆସୁଛି, ବଡ ବଡ କଥା ଚାଲିଛି, ୱେଭେଲ, ଏରୋଇନ୍ ସବୁ ଆସିକି ବ୍ରେନ୍ ୱାଶ କରୁଛନ୍ତି, ଯାହାବି ତାଙ୍କର, ଯେମିତି କହିଲି ନା ଆମକୁ ଦରକାର ଅଛି ଡେରି ମିଲ୍କ ସିଲ୍କ, ସେ ଦଉଛନ୍ତି ଲଲିପପ୍, ବଟ୍ ଆମେ ଆଉ ମାନିବା ଉପରେ ନୁହଁ, ଆଉ ଆମକୁ ଦରକାର ଗଭର୍ନମେଣ୍ଟ ଅଫ ଇଣ୍ଡିଆ ଆକ୍ଟ 1935। ତ ଏଇ 35 ଆକ୍ଟରେ ଆମକୁ ଅଲମୋଷ୍ଟ ଆମ କନଷ୍ଟିଟ୍ୟୁସନ ବି ଦେଖାଯାଏ, ଦେଖିବ ଯଦି ଭଲ କରି କନଷ୍ଟିଟ୍ୟୁସନର ବହୁତ ଜିନିଷ 35 ଆକ୍ଟରେ ଅଛି। ତ ଇଏ ଆକ୍ଟର ଫିଚର କଣ କଣ ଥିଲା ଦେଖ, ଏଇଠି ଗୋଟେ ଥିବ, ହଁ, क्रिएटेड फेडरल प्रोविंशियल एंड जॉइंट पब्लिक सर्विस कमिशन। बेसिकली तुम जो आज यूपीएससी ओपीएससी जहाँ भी देखुच माने स्टेट पीसीएस गला, सेटा गवर्नमेंट ऑफ इंडिया 1935 एक्ट हिसाब रे ही क्रिएट हेतला। ओके, देन ऑल इंडिया फेडरेशन एस्टाब्लिश हला। प्रिंसली अच्छा प्रॉब्लम एटा हला एटा केबे एग्जिस्ट करि पालानी, नॉन एग्जिस्टेंस सबले रहला, बिकॉज अरे डिड नॉट एग्जिस्ट बिकॉज प्रिंसली स्टेट माने जॉइन कलेनी, ठीक अछि, सेमान डरिले, ठीक अछि। नेवरदलेस एटा केबे रियलिटी रियलाइज हेई पारलानी, जस्ट बिकॉज कि प्रिंसली स्टेट माने जॉइन करलेनी, ठीक अछि। तापरे डायर की अबोलिश हे गला, आ प्रोविंस मानकू ऑटोनॉमी दिया गला कि तमे निजे तम निजे टिके लॉ तैयारी करो, रूल करो, टैक्स वगैरह कलेक्ट करो, एटा सब तमे करो, फुल ऑटोनॉमी तांको दिया गला प्रोविंसेस मानकू। नेक्स्ट आसला बाइकैमरलिज्म। तो बाइकैमरलिज्म कोडी कोडी हला, एटी तो लिखि दोची, बाइकैमरलिज्म कोडी कोडी इतला बेसिकली बेंगल रे गला, बॉम्बे प्रोविंस रे गला, मद्रास रे इतला, बिहार रे इतला, आसाम रे इतला, देन यूपी यूनाइटेड प्रोविंसेस माने 6 आउट ऑफ 11 प्रोविंसेस रे बाइकैमरलिज्म आसीगला, माने डबल हाउस, लोअर हाउस अपर हाउस, विधानसभा विधान परिषद जोटा हमर अछि एबे सेगुडा को पळासला बाइकैमरलिज्म 6 आउट ऑफ 11 प्रोविंसेस रे। तापरे तमरो रिजर्व बैंक ऑफ इंडिया असला, तो बहुत बड़ा क्वेश्चन आसी कि रिजर्व बैंक ऑफ इंडिया को एक्ट हिसाब रे एस्टैब्लिश हेछि 1935 होला। तापरे असला फेडरल कोर्ट 1937 रे मनला, बेसिकली तमरो सुप्रीम कोर्ट। तापरे आ गोटे जिंस हला कि जो वोटिंग पॉपुलेशन थिला ताकू बढ़े देगी 10% ऑफ द टोटल पॉपुलेशन करला, जहाँ भी टोटल पॉपुलेशन थिला 30% 40% ए सॉरी 30 करोड़ 40 करोड़, तार 10% को कहला कि तमे यू कैन वोट, ठीक अछि। देन कम्युनल रिप्रेजेंटेशन को बढ़े कि शेड्यूल कास्ट को दिया गला, वुमेन वर्कर, एटा काइंड ऑफ गोटे ठीक जिंस हला, एटा खराब तो कहि परियानी। तो एटा बेसिकली थिला 1935 रो। देन असला 1947 इंडियन इंडिपेंडेंस एक्ट ऑफ 1947, नाउ एटा होची लास्ट एक्ट, 1947 तो भगे देले तांको।
तो 1947 ବେଳକୁ World War II ସରିଗଲାଣି। ବ୍ରିଟେନ କାଫି ୱିକ୍ ହେଇଯାଇଛି ଆଉ କ୍ଲେମେଣ୍ଟ ଅଟଲି ପୁରା ପାଗଳ ହେଇଗଲେଣି, ପୁରା ଫ୍ରଷ୍ଟ୍ରେଟେଡ୍। ଲାଷ୍ଟକୁ କହିଲେ କି ଭାଇ ମାଫ କର, ଯାହା କରୁଛ କର ତମେ, ଆମର କିଛି ଯାଏ ଆସେ ନାହିଁ, ଆମେ ଆମର ବୋରିଆ ବିସ୍ତର ବାନ୍ଧିକି ଚାଲିଲୁ। ବଟ୍ ଏତେ ଇଜି ଥୋଡ଼ି ନା ସବୁ ଥିଲା, ଏତେ ଇଜି ଥିଲେ ଆମେ ଏତେ ପଢିଥାନ୍ତେ ଆଜି ହିଷ୍ଟ୍ରି। ତ କିଛି ତ ପରିଶ୍ରମ କରିବାକୁ ପଡିବ ସମସ୍ତଙ୍କ ତରଫରୁ, କିଛି ତ ଗୋଟେ ବାଧା ଆସିବ ମଝିରେ। ତ 20th ଫେବୃଆରୀ 1947 ରେ କ୍ଲେମେଣ୍ଟ ଅଟଲି ଡିକ୍ଲେୟାର କଲେ। ଓକେ, 20th ଫେବୃଆରୀ 1947 ରେ କ୍ଲେମେଣ୍ଟ ଅଟଲି ପିଏମ୍ ଥିଲେ। ତ ସିଏ ଡିକ୍ଲେୟାର କଲେ କି ଆମେ ଇଣ୍ଡିଆକୁ ଛାଡି ଚାଲିଯିବୁ ବାଇ 30th ଜୁନ୍ 1948, ଅଲମୋଷ୍ଟ ବୋଧେ 1.5 ବର୍ଷ ପରେ ଆମେ ଛାଡି ଚାଲିଯିବୁ। ବଟ୍ ସବୁ ଜିନିଷ ତ ଇଣ୍ଡିଆରେ ଏତେ ଇଜିଲି ହବନି। ଜିନ୍ନା ଆଉ ଯୋଉ ଥିଲେ ଯୋଉମାନେ ପାକିସ୍ତାନ 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 ଗାଇ ରହିଲେ, ଆରେ ଆମେ ମରିଯିବୁ, ତମେ ଯଦି ପାର୍ଟିସନ ନ କରିବ ଆମକୁ ମାରିଦେବେ, ମାନେ ଆମକୁ ଅଲଗା ପାକିସ୍ତାନ ଦରକାର, ବହୁତ ଧନ୍ଦା କଲେ ଗୋଟେ। ତ 3rd ଜୁନରେ ମାଉଣ୍ଟ ବ୍ୟାଟେନ ଗୋଟେ ଆଣିଲେ। 3rd ଜୁନ୍ 1947 ରେ ମାଉଣ୍ଟ ବ୍ୟାଟେନ ପ୍ଲାନ୍ ଫର ପାର୍ଟିସନ ହେଲା। 3rd ଜୁନ୍ 1947 ରେ ମାଉଣ୍ଟ ବ୍ୟାଟେନ ପ୍ଲାନ୍ ଫର ପାର୍ଟିସନ, ଯୋଉଟା କି ବୋଥ କଂଗ୍ରେସ ଆଉ ମୁସଲିମ ଲିଗ ଦି ଜଣ ଯାକ ଆକ୍ସେପ୍ଟ କରିଦେଲେ। ଆଣ୍ଡ ଫାଇନାଲି ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଆକ୍ଟ ଆସିଗଲା ହେଲା। ଆଉ ଲର୍ଡ ମାଉଣ୍ଟ ବ୍ୟାଟେନ ହେଲେ ଫର୍ଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ। ତ ଯଦି ଆସିଲା ଫର୍ଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ କିଏ? ଲର୍ଡ ମାଉଣ୍ଟ ବ୍ୟାଟେନ। ଓକେ, ଲର୍ଡ। ଆଉ ଆମର ଫର୍ଷ୍ଟ ପିଏମ୍ କିଏ ହେଲେ ଅଫ ଇଣ୍ଡିପେଣ୍ଡେଣ୍ଟ ଇଣ୍ଡିଆ? କିଏ ହେଲେ? ଜବାହରଲାଲ ନେहरू जी ହେଲା। ତ ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଆକ୍ଟ ଅଫ 1947 କଣ ହେଲା? पूरा ब्रिटिश रूल खत्म। ऑलरेडी कंपनी रूल तो खत्म ही जाता 58 रू 1858 रू आईथरे क्राउन रूल भी खत्म हो गला। तो से माने बोरिया बिस्तर बांधिकी तांकर चलले। अगस्ट 15 1947 रे दिटा अलग अलग डोमिनियन हो गला, गोटे इंडिया गोटे होजी पाकिस्तान। ଆଉ वाइसरय जो ऑफिस थिला जे कि रॉयल्टी को रिप्रेजेंट करथला इंडिया रे, ताको भी एबोलिश करायगला। आ कुआगला कि both India and Pakistan will have their own governor generals। ଆଉ ଇଣ୍ଡିଆରେ କିଏ ହେଲେ? ଲର୍ଡ ମାଉଣ୍ଟ ବ୍ୟାଟେନ। ଠିକ ଅଛି। ଆଉ କନଷ୍ଟିଟ୍ୟୁସନ ଆସେମ୍ବଲି ଯୋଉ ବସିଥିଲା, ଯୋଉ ଦିଟା ତାଙ୍କୁ କୁହାଗଲା କି ତମେ ତମ ନିଜର କନଷ୍ଟିଟ୍ୟୁସନ ଫ୍ରେମ କର ଆଉ ନିଜେ ଆଡପ୍ଟ କର। ଦେନ୍ ମେଜର ଜିନିଷ କଣ ଆସିଲା କି ସେକ୍ରେଟାରୀ ଅଫ ଷ୍ଟେଟ ଫର ଇଣ୍ଡିଆ ଯୋଉ SOS ଥିଲା, ତାକୁ ବି ସାରିଦେଲେ। କହିଲେ ତମର ଆଉ ଏଠି ଦରକାର ନାହିଁ, ଆମର ଏବେ ନିଜେ କନଷ୍ଟିଟ୍ୟୁସନ ବନେଇବୁ, ନିଜର ଗଭର୍ଣ୍ଣର ଜେନେରାଲ ରହିବ, ଆଉ ନିଜର ଆମର PM ରହିବ, ସବୁ ଆମେ ନିଜେ କରିବୁ, ତମର ଏଠି କାମ ନାହିଁ, ତମେ ବି ଯାଅ, ଆଉ କିଛି ତମକୁ ଦରକାର ନାହିଁ। ଠିକ ଅଛି। ତାପରେ ବ୍ରିଟିଶ ପାରାମାଉଣ୍ଟ ଏଣ୍ଡ ହେଇଗଲା ପ୍ରିନ୍ସଲି ଷ୍ଟେଟ୍ସ ଆଉ ଟ୍ରାଇବାଲ ଏରିଆ ଉପରେ। ଆଉ ପ୍ରିନ୍ସଲି ଷ୍ଟେଟ୍ ମାନେ କୁହାଗଲା କି ତମେ ପାକିସ୍ତାନ ଜଏନ କର, ଇଣ୍ଡିଆ ଜଏନ କରୁଛ, ନହେଲେ ଇଣ୍ଡିପେଣ୍ଡେଣ୍ଟ ହୁଅ, ସେଟା ତମ ଉପରେ ଡିପେଣ୍ଡ କରୁଛି। ବ୍ରିଟିଶ କହିଲେ କି ଆମେ କିଛି କହିବୁନି, ସେଟା ତମ ଉପରେ ଅଛି, ତମେ ଜଏନ କରୁଛ କର, ନହେଲେ ତମ ଇଚ୍ଛା ପୁରା। ଠିକ ଅଛି। ଆଉ ନେକ୍ସଟ କହିଲା କି ଯୋଉ ନୂଆ ଡୋମିନିୟନ ହେଲା they will be governed by Government of India Act 1935 until new constitution was framed। ଠିକ ଅଛି। ତ ଆଉ ବ୍ରିଟିଶ ମୋନାର୍କର ଯୋଉ ଭିଟୋ ପାୱାର ଥିଲା ତାକୁ ଆବଲିଶ କରାଗଲା। ଆଉ ଗଭର୍ଣ୍ଣର ଜେନେରାଲ had the power to ascend the bills। ତ ବିକଜ ଗଭର୍ଣ୍ଣର ଜେନେରାଲ ଆମର ନୂଆ ବନିଲେ, ତ ଏବେ କହିଲେ କି ଭାଇ ତମର ସହିତ ଆମର କିଛି ଲେନା ଦେନା ନାହିଁ ମୋନାର୍କ ସହିତ, ଏବେ ଆମର ଯାହା ବି ହବ ଆମ ଗଭର୍ଣ୍ଣର ଜେନେରାଲ ସାଇନ କରିବେ, ଆମର ସେଟା ଆମର ନେକ୍ସଟ ତାପରେ ବଢିବ ବିଲ୍ ଗୁଡାକ।
ତାପରେ ଏଇଟା ଗୋଟେ ଦେଖ, ଡ୍ରପ୍ ଦ ଟାଇଟଲ ଅଫ ଏମ୍ପିରର ଅଫ ଇଣ୍ଡିଆ। ଦେଖ ଯୋଉ କ୍ରାଉନ ଥିଲେ ହିଜ ହାଇନେସ ହର ହାଇନେସ, ମାନେ ବ୍ରିଟେନରେ ଯୋଉମାନେ ଥିଲେ, ତାପରେ ତାଙ୍କ ଉପରେ ଲାଗି ଯାଉଥିଲା କି ହିଜ ହାଇନେସ ଡ୍ୟାଶ ଏମ୍ପିରର ଅଫ ଇଣ୍ଡିଆ। ତ ଏଇ ଯୋଉ ଏମ୍ପିରର ଅଫ ଇଣ୍ଡିଆ ଥିଲା, ତ ତାକୁ ଡ୍ରପ୍ କରାଗଲା। ଆଉ ତମେ ଇଣ୍ଡିଆର ଏମ୍ପିରର ନା, ଆମେ ତମର ସହିତ କିଛି ଲେନା ଦେନା ନାହିଁ। ଆମର ନିଜର କନଷ୍ଟିଟ୍ୟୁସନ ବନିବ, ଆମର ପିଏମ ବନିବେ, ଆମର ଗଭର୍ଣ୍ଣର ଜେନେରାଲ ଅଛନ୍ତି, ଆମେ ସବୁ କରିବୁ। ତମେ ଏମ୍ପିରର ଅଫ ଇଣ୍ଡିଆ ଆଉ ନୁହଁ, ଯାଅ, କିଛି ଦରକାର ନାହିଁ ତମର ଆଉ। ଠିକ ଅଛି। ତାପରେ ended civil service appointments and reservations by the SOS for India। ତ ଏବେ ଏଗେନ୍ ସେମ୍ ଜିନିଷ କହିଲେ, ତମେ ତମ ନେପୋଟିଜିମ୍ ଯୋଉ ଚଲେଇଥିଲ ଆଉ ତମର ଦରକାର ନାହିଁ। ଯୋଉ SOS ବସିଥିଲା, ମନ୍ତ୍ରୀ ବସିଥିଲା, ମନ୍ତ୍ରୀ ଫର ଇଣ୍ଡିଆ ଯୋଉ କୁହାଥିଲା, ଆମେ ଯୋଉ କହୁଥିଲେ ମନ୍ତ୍ରୀ ଫର ଇଣ୍ଡିଆ, ସିଏ ଯୋଉ ସିଭିଲ ସର୍ଭିସରେ ଆପଏଣ୍ଟ କରିଥିଲେ, ସେଟା କୁହାହେଲା କି ଆଉ ତମେ କରିପାରିବନି, ଏଟା ଆମେ ନିଜେ ଆମେ ଆମେ ଆମର ନିଜେ ଦେଖିନେବୁ ଆମ କଥା। ଠିକ ଅଛି। ତ ଏତିକି ଥିଲା ତମର ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡ। ୟା ପୂର୍ବ କ୍ଲାସରେ ଆମେ ସାରିଥିଲେ କମ୍ପାନୀ ରୁଲ, ଯୋଉଟା କି 1773 ରୁ 1853 ଥିଲା। ଦେନ୍ ନେକ୍ସଟ ଆସିଲା କ୍ରାଉନ ରୁଲ, ଯୋଉଟା କି 1857 ରୁ ନେଇକି 1947 ଯାଏ ରହିଲା। ଓକେ। ତ ୟା ପରେ ତ ଆମେ ପାଇଗଲେ, ଇଣ୍ଡିପେଣ୍ଡେନ୍ସ ପାଇଗଲେ। ଦେନ୍ ଆମର କନଷ୍ଟିଟ୍ୟୁସନ ତିଆରି ହେଲା, ଯୋଉଟା କି ଆମେ ପଲିଟି କହୁଛନ୍ତି ବେସିକଲି। ଠିକ ଅଛି। ତ ଏଟା ବି ଅଲମୋଷ୍ଟ 40 ମିନିଟ୍ ହେଇଗଲା ଏଇ ଭିଡ଼ିଓଟା, ବଟ୍ ଚଳିବ। ହଉ, ଆମେ ଖତମ କରିଦେଲେ ଆଟଲିଷ୍ଟ। ତ ନେକ୍ସଟ ଭିଡ଼ିଓ ଆସିବ, ନେକ୍ସଟ ଚାପ୍ଟର ହଉଛି ମେକିଂ ଅଫ ଦ କନଷ୍ଟିଟ୍ୟୁସନ। ତ ଏଇଟା ଏବେ ସରିଗଲା, ବ୍ରିଟିଶ ମାନେ ପଳେଇଲେ। ତ ଏବେ ଆମର କନଷ୍ଟିଟ୍ୟୁସନ ତିଆରି କେମିତି ହେଲା, ଯୋଉ 3 ବର୍ଷର କାହାଣୀ, ସେଇଟା ଟିକେ ଦେଖିବା ନେକ୍ସଟ। ହୋପଫୁଲି ମୁଁ ଟ୍ରାଏ କରୁଛି କି ଗୋଟେ ଭିଡ଼ିଓରେ ସାରିଦେବି ସେଟାକୁ। ଓକେ। ଏଣ୍ଡ ଯଦି ଭଲ ଲାଗିଛି ଡୁ କମେଣ୍ଟ, ଆଉ ଯଦି ସଜେସନ କିଛି ଅଛି ସେଟା ବି କମେଣ୍ଟରେ ଜଣାନ୍ତୁ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ନେକ୍ସଟ ଭିଡ଼ିଓରେ ଦେଖା ହବା। ଓକେ, ବାଏ।